ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଯେଉଁ କ୍ଲାସ୍ ଚାଲିଥିଲା ବର୍ଗ ବର୍ଗମୂଳ ଏବଂ ଘନ ଘନମୂଳ, ତାର ବେସିକ୍ କନସେପ୍ଟ ଆମେ ବୁଝିଲେ। ଆଜି ଆସନ୍ତୁ ଆଲୋଚନା କରିବା କିଛି କ୍ୱେଶ୍ଚନ୍ ଆନ୍ସର। କିଛି କ୍ୱେଶ୍ଚନ୍ ଆନ୍ସର ଆମର ବର୍ଗ ବର୍ଗମୂଳ ଏବଂ କିଛି କ୍ୱେଶ୍ଚନ୍ ଆନ୍ସର ଘନ ଘନମୂଳର। ଆସନ୍ତୁ ଆରମ୍ଭ କରିବା। କ୍ୱେଶ୍ଚନ୍ ନମ୍ବର 1, ଗୋଟିଏ ବର୍ଗର ପରିସୀମା ଯଦି 40 ସେଣ୍ଟିମିଟର ହେଲେ ବର୍ଗର କ୍ଷେତ୍ରଫଳ କ'ଣ? If the perimeter of a square is 40, what is the area of the square? ଆମେ ଜାଣିଛେ ପିଲାମାନେ ବର୍ଗର ପରିସୀମା ଫର୍ମୁଲା କ'ଣ? ପରିସୀମା ତାହେଲେ ଏଇଟା ବର୍ଗ କ୍ଷେତ୍ର। ପରିସୀମା କହିଲେ ତାର ବର୍ଡର କୁ ବୁଝେଇବ। ତାହେଲେ ବର୍ଗ କ୍ଷେତ୍ର ପ୍ରତ୍ୟେକ ବାହୁକୁ ଆମେ ଏ ନବା, କାହିଁକି? ପ୍ରତ୍ୟେକ ବାହୁ ସମାନ। ତାହେଲେ ଚାରିଟା ଯାକ ବାହୁ ଏ, ତାହେଲେ ପରିସୀମା ହେଲେ ତ ଏ। ତାର ସୂତ୍ର କ'ଣ? ପରିସୀମା ସୂତ୍ର ହଉଛି 4a। 4a ଦେଇଛି 40। ତାହେଲେ କେତେ ହବ? a equal to 40 ବିଭକ୍ତରେ 4, ତାହେଲେ 10 ହବ, 10 ସେଣ୍ଟିମିଟର। ହେଲେ ବର୍ଗର କ୍ଷେତ୍ରଫଳ କ'ଣ? କ୍ଷେତ୍ରଫଳ ଆମେ ଫର୍ମୁଲା ଜାଣିଛେ। ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଫର୍ମୁଲା କ'ଣ? ବାହୁର ବର୍ଗ। ସ୍କୋୟାର ଇକ୍ୱାଲ ଟୁ ହେବ, ତାହେଲେ ବାହୁ ହେଲା 10, ତାର ବର୍ଗ ସମାନ 100 ବର୍ଗ ସେଣ୍ଟିମିଟର ହବ। ହେଲା ବର୍ଗ ସେଣ୍ଟିମିଟର ହେଲା ଆନ୍ସର। ସେ ପଚାରିଛି ବର୍ଗ କ୍ଷେତ୍ରର କ୍ଷେତ୍ରଫଳ କେତେ? 100 ବର୍ଗ ସେଣ୍ଟିମିଟର। କ୍ୱେଶ୍ଚନ୍ ନମ୍ବର 2 ଦେଖିବା। ଗୋଟିଏ ବର୍ଗର କ୍ଷେତ୍ରଫଳ 144 ବର୍ଗ ସେଣ୍ଟିମିଟର ହେଲେ ତାର ପରିସୀମା କେତେ? ତାର ଉଲ୍ଟାଟା। ତାହେଲେ ଏଠି ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଦେଇଛି, ତା ମାନେ ବାହୁର ବର୍ଗ କେତେ? 144। ତାହେଲେ ଏ କେତେ ହବ? 144 ରୁଟ୍ ଓଭର 12। ବାହୁ ପାଇଲେ କେତେ? 12। ତାହେଲେ ତାର ପରିସୀମା କେତେ ହବ? 4a। 4 into 12, 12 48 ସେଣ୍ଟିମିଟର ହବ। ବୁଝିଲା? ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ୍। କ୍ୱେଶ୍ଚନ୍ ନମ୍ବର 3 ଦେଇଛି କ'ଣ? ଗୋଟିଏ ବର୍ଗର ବାହୁ 14 ସେଣ୍ଟିମିଟର ହେଲେ କର୍ଣ୍ଣର ଲମ୍ବ କେତେ? ଆମେ ଜାଣିଛେ ବର୍ଗ କ୍ଷେତ୍ର ବାହୁ ପ୍ରତ୍ୟେକ ବାହୁ ସମାନ, ବାହୁକୁ ଏ ବୋଲି ନଉଛୁ। ଏ ଇକ୍ୱାଲ ଟୁ 14 ସେଣ୍ଟିମିଟର। ତାହେଲେ ସେ କହିଛି କର୍ଣ୍ଣର ଲମ୍ବ। ଆମେ ଜାଣିଛେ ବର୍ଗ କ୍ଷେତ୍ରର କର୍ଣ୍ଣ ସୂତ୍ର କ'ଣ? କର୍ଣ୍ଣ ବାହାର କରିବା ପାଇଁ ଚାହିଁବା, ବାହୁ ଦେଇଥିବ, ତାହେଲେ କର୍ଣ୍ଣର ଫର୍ମୁଲା ହେଲା √2 into ବାହୁ, ତା ମାନେ ଏ। ଭୁଲି ଯାଇଛି ପିଲାମାନେ, √2 ର ଭ୍ୟାଲୁ କେତେ? 1.141। ବୁଝିଲା? 1.41। ପିଲାମାନେ ଭ୍ୟାଲୁ 1.414।
1.414 তাহলে আমার কর্ণ কোণ √2 × a √2 ବଦଳରେ ଆମେ ଲେଖିପାରିବା 1.414 ଏ କେତେ 14 ତାହେଲେ 14 56 ରୁ 6 ରଖିନେଲା 5 14 के 14 14 5 19 9 ରଖିନେଲା 1 14 56 1 57 7 14 के 14 କେତେ ହେଲା ତାହେଲେ ଆଉଥରେ କଣ করে ଭୁଲ ଲାଗିବ 14 56 14 56 14 56 তাহলে 1.414 414 14 14 56 6 5 14 के 14 5 19 ରୁ 9 ରଖିନେଲା 1 14 56 1 57 7 5 ସରି ପ୍ଲାନ୍ 5 14 के 14 5 19 5.796 19.796 ବୁଝିହେଲା ତାପରେ ଆମର 4 ନମ୍ବର କ୍ୱେଶ୍ଚନ କଣ ଦେଇଛି ଗୋଟିଏ ବର୍ଗ ଓ ଆୟତକ୍ଷେତ୍ର କ୍ଷେତ୍ରଫଳ ସମାନ ଆୟତର ଲମ୍ବ ଦେଇଛି 16 ସେଣ୍ଟିମିଟର ପ୍ରସ୍ଥ ଦେଇଛି 9 ସେଣ୍ଟିମିଟର ହେଲେ ବର୍ଗର ବାହୁର ଲମ୍ବ କେତେ The area of a square and a rectangle are equal if the length of the rectangle is 16 centimeter and its breadth is 9 centimeter. What is the length of the side of the square? ଆମର ଦେଇଛି କଣ ଆମର ଆୟତକ୍ଷେତ୍ର ଲେନ୍ଥ ତାହେଲେ କେତେ ଦେଇଛି 16 ବ୍ରେଡଥ କେତେ ଦେଇଛି 9 ତାହେଲେ ଆୟତକ୍ଷେତ୍ର କ୍ଷେତ୍ରଫଳ କଣ ଲେନ୍ଥ ଇନଟୁ ବ୍ରେଡଥ ତାମାନେ 16 ଇନଟୁ 9 ତାହେଲେ 16 ଇନଟୁ 9 କେତେ 144 16 144 ତାହେଲେ এই ଆୟତକ୍ଷେତ୍ରର କ୍ଷେତ୍ରଫଳ ତାର କ୍ଷେତ୍ରଫଳ ସହ ସମାନ ନା ବର୍ଗକ୍ଷେତ୍ର କ୍ଷେତ୍ରଫଳ ସହ ସମାନ ବର୍ଗକ୍ଷେତ୍ର କ୍ଷେତ୍ରଫଳ କଣ ବାହୁର ବର୍ଗ 144 ଏ ଇକ୍ୱାଲ ଟୁ ତାହେଲେ କେତେ ହବ 144 ର ବର୍ଗମୂଳ এটা ସେପଟକୁ ଗଲେ କଣ ହଉଛି ବର୍ଗମୂଳ ହେଇଯାଉଛି ବର୍ଗମୂଳଟା ଯଦି ଏପଟକୁ ପଳେଇ ଆସିବ ତାହେଲେ ସ୍କୋୟାର ହେଇଯିବ ତାହେଲେ ଏଟା କାହାର ବର୍ଗ ନା ବାହାରର ବର୍ଗ ତାହେଲେ ବାହୁ କେତେ ପାଇଲେ 12 ସେଣ୍ଟିମିଟର ବୁଝିହେଲା ଚାଲନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ କହିଛି क्वेश्चन नंबर 5 ଗୋଟିଏ ବର୍ଗର ବାହୁ 25% ବଢିଲେ କ୍ଷେତ୍ରଫଳରେ କେତେ ପ୍ରତିଶତ ବୃଦ୍ଧି ହୁଏ The side of the square is increased by 25%. By what percentage does its area increase? ତାମାନେ ମନେ କରାଯାଉ ଆମେ ଯେକୌଣସି ଜିନିଷକୁ 100% ବୋଲି ମାନୁ ତାହେଲେ ବାହୁ ବର୍ଗକ୍ଷେତ୍ର ବାହୁ ବା a କୁ ଆମେ 100 ବୋଲି ମାନିବା 100% ମାନେ 100 ବୋଲି ମାନିବା ତାହେଲେ ଏ ବାହୁଟା କଣ ହେଇଛି 25% ବଢିଯାଇଛି ତାହେଲେ ପ୍ଲସ 25% ଯଦି ବଢୁଛି ତାହେଲେ କେତେ ହଉଛି 125 ହେଇଯାଉଛି ବାହୁ 100 ର 100% କୁ ଯଦି 100 ବୋଲି ମାନିବା 25% ମାନେ 25 ତାହେଲେ 125 ହେଇଯାଉଛି ବାହୁ
ସେ କହିଛି ତାର କ୍ଷେତ୍ରଫଳରେ କେତେ ପରସେଣ୍ଟ ବୃଦ୍ଧି ହଉଛି। କ୍ଷେତ୍ରଫଳ ତା ମାନେ ବାହୁର ବର୍ଗ କଲେ 125 ର ବର୍ଗ କରିବା। 125 ର ବର୍ଗ କେତେ? 5 5 25, 12 ଗୁଣ 13, 12 30, 24 ରୁ 6, 3, 12 3 15, 15 625। ତ actually ରେ ଯଦି ବାହୁ 100% ମାନେ 100 ଥିଲା, ତାର ବର୍ଗ କେତେ ରହୁଥିଲା? 100 ର ବର୍ଗ କେତେ ହଉଥିଲା? 1 ରେ 4 10,000, ତମ 10,000 ହଉଥିଲା, କେତେ 15,000 ହେଲା। କେତେ ବଢିଲା? ପୂର୍ବରୁ ତାହେଲେ କ୍ଷେତ୍ରଫଳ କେତେ ହେଇଥାନ୍ତା? ନା ଏତିକି ହେଇଥାନ୍ତା। ତାପରେ ତାର 25% ବଢିଲା, ବଢିଲା ଫଳରେ ବାହୁ ତାହେଲେ କେତେ ହେଲା ତାର କ୍ଷେତ୍ରଫଳ? 15,625। ତାହେଲେ କେତେ ବଢିଛି? 15,625 ରୁ 10,000 ମାଇନସ ହବ, ତାହେଲେ କେତେ ହେଲା? 5,000, 5,625। ଏଇ ଯୋଉ 5,625 ଟା କେତେ ପରସେଣ୍ଟ? ତାହେଲେ 5,625 କେତେରେ ବଢିଛି? ନା 10,000 ରେ ବଢିଛି। ପ୍ରତିଶତରେ ପଚାରିଛି ମାନେ ଇଣ୍ଟୁ 100। ଦୁଇଟା ଶୂନ କଟିଯିବ, 1 ର 2ଟା ଶୂନ ଅଛି, ତାହେଲେ 56.25, ଡାଣ ସାଇଡର 2ଟା ସଂଖ୍ୟା ଛାଡିକି ଦଶମିକ ଟା ପକେଇ ଦେଇ ପାରିବା। ଯେହେତୁ ତଳେ 2ଟା ଶୂନ ଅଛି 1 ରେ, ତାହେଲେ କେତେ ହେଲା? 56.25% ତାହେଲେ ବୃଦ୍ଧି ହେଇଛି। ବୁଝିଲ? ତାପରେ ଚାଲନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 6। ଗୋଟିଏ ବର୍ଗର ପରିସୀମା ଓ କ୍ଷେତ୍ରଫଳ ସଂଖ୍ୟାତ୍ମକ ଭାବେ ସମାନ, ତେବେ ବର୍ଗର ବାହୁ କେତେ? ତାର ବର୍ଗକ୍ଷେତ୍ର ପରିସୀମା ସହିତ ତା ମାନେ ତାର କ୍ଷେତ୍ରଫଳ ସମାନ। ତାହେଲେ ପରିସୀମା କଣ? ବାହୁ ଯଦି ଏ ହୁଏ, ପରିସୀମା କେତେ ହବ? 4a। ଆଉ ବାହୁ ଯଦି ଏ ହୁଏ, ତାହେଲେ କ୍ଷେତ୍ରଫଳ କେତେ ହବ? ବାହୁର ବର୍ଗ ସ୍କୋୟାର। ତାହେଲେ ଏପଟେ ଏ କୁ ଗୋଟେ ଏ କଟିଯିବ, ତାହେଲେ ବାହୁ କେତେ ପାଇଯିବା? a = 4। ବର୍ଗକ୍ଷେତ୍ର ବାହୁ କେତେ? ତାହେଲେ 4। ବୁଝିଲା? ତାହେଲେ ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ। ଗୋଟିଏ ବର୍ଗାକାର ଜମିର ଚାରିପଟେ ଘେରା ଦେବା ପାଇଁ ମିଟର ପ୍ରତି 5 ଟଙ୍କା ଖର୍ଚ୍ଚ ହୁଏ। ପାର୍ଶ୍ୱ 20 ମିଟର ହେଲେ କଣ କେତେ ଖର୍ଚ୍ଚ ହେବ? To fence all around a square piece of land. Cost is 5 per meter. If the side is 20 meter, what will be the total cost? ତା ମାନେ ଇଏ ଗୋଟେ ବର୍ଗାକାର ଜମି, ତାକୁ ଘେରା ଦବା ବା ବାଡ଼ ଦବା। ବାଡ଼ ଦବା ମାନେ କୋଉଠି ବାଡ଼ ଦବା? ତାର ପରିସୀମାରେ। ତାହେଲେ ଆମେ କହିପାରିବା ତାର ପରିସୀମାରେ ବାଡ଼ ଦବା। ପ୍ରତ୍ୟେକ ବାହୁ କେତେ? 20, 20, 20, 20। ତାହେଲେ ପରିସୀମା କେତେ? 4a, 4 into 20, ତାମାନେ 80 ମିଟର ଅଛି, ତାର ପରିସୀମା 80 ମିଟର। ତାର ବାଡ଼ ଦବା ମାନେ ଏଇ ପରିସୀମା ତା ମାନେ 80 ମିଟର ବାଡ଼ ଦବ। 1 ମିଟର କୁ କେତେ? 5 ଟଙ୍କା ଖର୍ଚ୍ଚ ହଉଛି, ତାହେଲେ 80 ମିଟର କୁ କେତେ ଖର୍ଚ୍ଚ ଆସିବ? 80 into 5, 5 ଶୂନ ଶୂନ 5 40, ତାହେଲେ 400 ଟଙ୍କା। ବୁଝିଲା? ତାହେଲେ ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ। ବର୍ଗର କେତେ ଗୁଡା କ୍ୱେଶ୍ଚନ ଡିସ୍କସ କଲେ, ଡିସ୍କସ କରିବା ଆମର ବର୍ଗମୂଳର। ତାହେଲେ ଆମର ଦେଇଛି 0.0625 ର ମୂଲ୍ୟ କେତେ? ଏହାର ବର୍ଗମୂଳ କେତେ?
ଆମେ ସଲ୍ଭ କରିବା ତାହେଲେ 0.0625 ର ବର୍ଗମୂଳ ଆମେ ଏମିତି ଲେଖିପାରିବା କି 625 ମତରେ 1 ରେ କେତେ ଶୂନ ଅଛି ପ୍ରଥମ ଦଶମିକଟା ଉଡେଇଦବ କେତେ ଶୂନ ଅଛି 4ଟା ଶୂନ ହବ ଯେହେତୁ 4ଟା ସଂଖ୍ୟା ଅଛି ତାର ବର୍ଗମୂଳ ତାମାନେ 625 625 କାହାର ବର୍ଗ ନା 25 ର ବର୍ଗ ବୁଝିଲା 10,000 10,000 କାହାର ବର୍ଗ ତାହେଲେ 100 ର ବର୍ଗ ଇଏ କେତେ ହେଲା 0.25 ଲେଖିପାରିବା କାହିଁକି 1 ରେ 2ଟା ଶୂନ ଅଛି ନା 2ଟା ସଂଖ୍ୟା ଛାଡିକି ଦଶମିକ ପକେଇଦବା ଦଶମିକ 25 ତାହେଲେ 0.25 ବୁଝିଲା ହେଲା ଆନ୍ସର नंबर क्वेश्चन नंबर कौन है रूट ओवर ऑफ 1 by 169 ର ମୂଲ୍ୟ କେତେ what is the value of root over of 1 by 169 ତାହେଲେ 1 ବିଭକ୍ତ 169 ର ବର୍ଗମୂଳ କହିଛି 1 ର ବର୍ଗମୂଳ କେତେ ଆସିବ 1 169 ଆମେ ଜାଣିଛେ ଏ 13 ର ବର୍ଗ ହେଲା ହେଲା ଆନ୍ସର ତାପରେ ଚାଲନ୍ତୁ ନେକ୍ସଟ क्वेश्चन नंबर 10 କଣ କହିଛି କେଉଁ ସଂଖ୍ୟାର ବର୍ଗମୂଳ 0.4 ତାହେଲେ 0.4 ବର୍ଗମୂଳ ଦେଇଛି ତାହେଲେ ତାର ବର୍ଗ କେମିତି ବାହାର କରିବା 0.4 ର ବର୍ଗ ବାହାର କରିବା ତାହେଲେ 4 by 10 କରିଦେବା ଯଦି ସହଜ ଉପାୟ ତାର ବର୍ଗ ତାମାନେ 4 ବିଭକ୍ତ 10 ଏଟାକୁ ଆମେ 4 ର ବର୍ଗ ବିଭକ୍ତର 10 ର ବର୍ଗ ମଧ୍ୟ ଲେଖିପାରିବା 416 ଆଉ 10 100 ଦୁଇଟା ଶୂନ ଅଛି ତାହେଲେ ଦୁଇଟା ସଂଖ୍ୟା ଡାଉନ ସାଇଡ କୁ ରହିବ ତାପରେ ଦଶମିକ ଗୋଟେ ଶୂନ ଶୂନ ଦଶମିକ 16 ତାହେଲେ ଏହାର ଆନ୍ସର ବୁଝିହେଲା ତାପରେ 11 ନମ୍ବର କଣ କହିଛି ଯଦି ରୁଟ ଓଭର x ଇକ୍ୱାଲ ଟୁ 15 x କେତେ ବୁଝିହେଲା ତାହେଲେ ରୁଟ ଓଭର x ଟା ଯଦି 15 ହୁଏ ତାହେଲେ x କେତେ ହବ ଏଇ ରୁଟ ଓଭର ଟା ସେପଟକୁ ଗଲେ କଣ ହବ ବର୍ଗ ହେଇଯିବ ତାହେଲେ 15 ବର୍ଗ କେତେ 225 ଏଟା ହବ ଆନ୍ସର ତାପରେ ଚାଲନ୍ତୁ ଯିବା ନେକ୍ସଟ क्वेश्चन ଦେଖିବା क्वेश्चन नंबर 12 କଣ କହିଛି ରୁଟ ଓଭର 2.25 into 64 ର ମୂଲ୍ୟ କେତେ ପ୍ରଥମେ ଆମେ ଦଶମିକ ଗୁଡେଇ ଦବା ତାହେଲେ ଦଶମିକ ଗୁଡେଇବା ହେଲେ 225 ବିଭକ୍ତରେ କେତେ ଦଶମିକ ପରେ କେତେ ସଂଖ୍ୟା ଅଛି ଦୁଇଟା ତେଣୁ ଦୁଇଟା ଶୂନ ପକେଇବା ପରେ 64 ଏହାର ବର୍ଗମୂଳ ତାହେଲେ ଏଟାକୁ ଆମେ ଲେଖିପାରିବା ନା ବର୍ଗମୂଳ ଅଫ 225 ବିଭକ୍ତରେ 100 on ପୁରା ବର୍ଗମୂଳ 64 ର ଏଟାକୁ ପୁଣି ଲେଖିପାରିବା 225 ର ବର୍ଗମୂଳ ବିଭକ୍ତରେ 100 ର ବର୍ଗମୂଳ ଗୁଣନରେ ଏଟା 64 ର ବର୍ଗମୂଳ ତାହେଲେ ଏଟା 225 କାହାର ବର୍ଗମୂଳ ନା 15 ର ବର୍ଗ 15 ବର୍ଗ ବିଭକ୍ତରେ 100 କାହାର ବର୍ଗ 10 ର ବର୍ଗ 64 କାହାର ବର୍ଗ 8 ର ଏଠି 10 5 ରେ କାଟିବା 5 ଦୁणे 10 5 3 15 2 ରେ କାଟିବା 2 ଚ 8 ଆଉ କେତେ ରହିଲା 3 ଏବଂ 4 3 ଚ କେତେ ହେଲା 12 ଏଇଟା ହେଇଯିବ ଆନ୍ସର ବୁଝିହେଲା ଚାଲନ୍ତୁ ଯିବା 13 ନମ୍ବର ଯଦି
रूट ओवर ऑफ 5x माइनस 4 इक्वल टू 6 तेबे x रो मूल्य केते a को कि परिवार करबा ना 5x इक्वल टू माइनस 4 रो रूट ओवर समान 6 ताले ए रूट ओवर ता सेपट को दे देबा 5x माइनस 4 इक्वल टू 6 रो वर्ग हो जिवो ताले खाली 5x इक्वल टू 600 ये 36 हो जिवो ए 4 टा पड़ माइनस 1 अछि एपटे प्लस हो जिवो 5x केते पहले 40 x केते 40 विभक्त 5 5 40 ताले x रो मूल्य केते पहले 8 न चलंत जिबा नेक्स्ट क्वेश्चन को 14 नंबर क्वेश्चन कहिछि गोटे संख्यार 25% समान तार वर्ग माने तार वर्गमूल तेबे संख्याटी केते ताले हम कहि परिबा मन करा जाऊ संख्याटा x हम नै परिबा मन करा जाऊ संख्याटी केते x कहिछि संख्यार 25% माने x इनटू 25% माने 25 विभक्त 100 इक्वल टू तार वर्गमूल इक्वल टू तार वर्गमूल तार ए संख्यार वर्गमूल इक्वल टू x स्क्वायर 25 से 25 25 टा 100 x into 1 केते x विभक्त 4 1 x स्क्वायर एरी x एक कटि जीवो बुझन तो एटा सेपरेट कर देबा x समान केते हबो फॉर्म है जी सेपरेट को 4x स्क्वायर तार वर्गमूल अच्छा वर्गमूल वर्ग सहित जाने सॉरी सॉरी तार रूट ओवर हो रूट ओवर ताले x विभक्त 4 ताले x रो ओवर ऑफ x इक्वल टू x विभक्त 4 x इक्वल टू x विभक्त 4 रो वर्ग हो जिवो ताले x स्क्वायर विभक्त 4 ताऊ x स्क्वायर इक्वल टू ए x सहित चेता गुण हो जिवो 4x x x पर कटि जिवो x इक्वल टू 4 पाइयो ହେଲା ଏଠି ଆମେ क्वेश्चन ଭଲ ଶିଖିବେ वर्गमूल कहिछि तार वर्ग सहित समान हेले स्क्वायर ହେଇଥାନ୍ତା रे वर्गमूल सहित समान तार रूट ओवर ऑफ x इबे रूट ओवर ऑफ x ताले नेक्स्ट क्वेश्चन 15 नंबर से कहिछि कोन cube root of 2197 into the 64 तार वैल्यू केते cube root ताले 2197 ये कहार वर्ग तीनटा संख्या अलगा करबा ओ क्यूब रूट की परिवार करथले तीनटा संख्या अलगा कले 7 रो क्यूब करबा 750 343 343 रु 343 हम एक घर संख्याटा ही नबा 3 तापर केते 2 कहार हमर ये दुईटा पहले नहीं देखिबा एक रो क्यूब हला 1 2 रो क्यूब हला ताले ए मझिरे आसीबो दुईटा सब बेले सान संख्या नवा ताले 13 ताले 13 रो वर्ग 13 रो ताले क्यूब 64 64 4 4 16 64 4 4 6 52 হবো आंसर বুঝিলা তাহলে 16 নম্বর কোন কইছি
16 নম্বর କହିଛି ଯଦି cube root of x plus cube root of y equal to 9, x equal to 125, y ର ଭ୍ୟାଲୁ କେତେ? ଏଟାକୁ କଣ କରିବା? ତ ମୂଲ୍ୟ ହେଉଛି 125, ତାହେଲେ 125 ର କ୍ୟୁବ୍ ପ୍ଲସ୍ y ର କ୍ୟୁବ୍ ରୁଟ୍ equal to 9, କେତେ ହବ? 5 125, ତାହେଲେ 5 ପ୍ଲସ୍ y ର କ୍ୟୁବ୍ ସମାନ 9, ତାହେଲେ ଏଟା ପ୍ଲସ୍ ହେଇକି ଅଛି, ସେପଟକୁ ମାଇନସ୍ ହେଇଯିବ। y ର କ୍ୟୁବ୍ equal to 9 minus 5, y equal to 9 minus 5 କେତେ? 4, 4 କ୍ୟୁବ୍, ତାହେଲେ 4 × 64, y ପାଇଲେ ତାହେଲେ 64। ଏ ଥିଲା ପିଲାମାନେ ଆଜିର କ୍ଲାସ୍। ଆପଣମାନଙ୍କୁ ଆମ କ୍ଲାସ୍ କିପରି ଲାଗୁଛି ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ। ଭଲ ଲାଗୁଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ ପିଲାମାନେ, ଆଜିକା ପାଇଁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।